नमस्कार श्रोता बंधु। आज आसतु सृजन सुरभि शुणा वीणापाणी महांतींकर गोटे गल्प मागणा खटिया। नुखुरी गणेशर हाथ धरी उच्च पिंडारे ठिया करेला। हाथटा तार झाड़े उठुची गरमरे। डाहाण हाथटा बुलेई नहीं पणत कानी मुह पोछिला। गणेशटा गोटा छाई थरिला परी लगुछि। दी कोस बाट केते कष्टरे धाई आसिले सेमाने। बस भितरे मनीष उपरे मनीष ठिया होइछंती। पाद रखिबाकू जागा नहीं। गणेश देहटाकू आउजेई बाड़टाकू धरी आउजी ठिया होइथाए। समस्ते मना करुथिले। भाग्ୟରେ ଯାହା ଥିବ ତାକୁ ବା କିଏ ଖଣ୍ଡି ପାରିବ ବୋଲି ଗୁରୁଜନ ମାନେ ଆସି ବୁଝେଇ ଗଲେ। ହେଲେ ନୁଖୁରୀର ମନ ମାନିଲା ନାହିଁ। ଘରେ ଥିବା ପିତ୍ତଳ କୁଣ୍ଡ ଆଉ ଗରା ଦିଟା ବିକି ଦେଇ ସେ ବାହାରି ପଡ଼ିଲା। ଯିବ ତ ଯିବ, ପୁରସ୍ତମ ଦେଇ ଯିବ। ରଥଯାତ୍ରା ଦେଖିବ ବୋଲି କେଉଁ କାଳରୁ ମନ କରିଥିଲା ଗଣେଶ। ନିଆଁ ପାଉଁଶ ରୋଗ ଧଇଲା ଯେ ପେଟ କାମୁଡ଼ି ଘରେ ପଡ଼ିଲା। ମାସେ ଧରି ରହି ରହି ରକତ ବାନ୍ତି କରୁଛି। ଶୁଖି ଶୁଖି ଯାଉଛି। ଯେତେ ଔଷଧ ପାଣି ଦେଲା କାମ କଲା ନାହିଁ। ସଭିଏଁ କହିଲେ ଗଣେଶ ଆଉ ବଞ୍ଚିବ ନାହିଁ। ପେଟରେ ଓଦାକନା ଦେଇ ନୁଖୁରୀ ଘରେ ପଡ଼ି ରହିଲା। ଆଉ ବିଲବାରି କି କାହା ଘରକୁ ପାଇଟି କରିବାକୁ ଗଲା ନାହିଁ। ହେଲେ ଦେବଦୂତ ପରି କାହ୍ନୁ ବାବୁଙ୍କ ପୁଅ ନୂଆ ଡାକ୍ତରୀ ପାସ୍ କରି ଗାଁକୁ ଆସି ତା ଘରକୁ ଧାଇଁଗଲେ। ଗଣେଶର ପେଟ, ମୁଣ୍ଡ, ଗୋଡ଼, ଜିଭ, ଆଖି ସବୁ ସକାଳ ସଞ୍ଜ ଚିପି ଦେଇ କହିଲେ, ନୁଖୁରୀ ତୁ ଗଣେଶକୁ ବଡ଼ ଡାକ୍ତରଖାନା ନେଇଯା। ସେଇଠି ସେ ଭଲ ହୋଇଯିବ। ଏବେ ବି ସମୟ ଅଛି। ଏତେ ବଡ଼ ରୋଗ ମାନେ ବୁଝିଲୁ ନା, କ୍ୟାନ୍ସର। ଓ ତାକୁ କହନ୍ତି କର୍କଟ ରୋଗ। ଶୁଣୁ ଶୁଣୁ ନୁଖୁରୀ ବେହୋସ ହୋଇଯାଇଥିଲା। ବାହା ହେବାର 2ଟା ବର୍ଷ ନ ବିତୁଣୁ ଠାକୁରେ ତାକୁ କି ଦଣ୍ଡ ଦେଲେ। ସେ କ'ଣ କାହାର ଲୋକସାନ କରିଥିଲା କି? ନିଜେ ଦୁଃଖ କଲେ ଖାଏ, ନହେଲେ ଉପାସ ଶୁଏ। ତେବେ ଏମିତି ଭାଗ୍ୟରେ ଭେଣ୍ଡି ଫଳିଲା କାହିଁକି? ଗଣେଶଟା ବି ଅତି ସୁଧାର। ପର କ୍ଷେତରେ ଦେହ ଭାଙ୍ଗି ସେ ବରଷକ ଖାଇବା ନେଇ ଆସୁଥିଲା। ସେଥିରୁ ବଞ୍ଚେଇ ନଣନ୍ଦଟାକୁ ବିଭା କରିଦେଲା ନୁଖୁରୀ। ତା ପଛକୁ ପଛ ଗଣେଶ ରହିଗଲା ଯେ ରହିଗଲା। ତଥାପି ନୁଖୁରୀ ପର ଘରେ କାମ କରି ଗୁଜୁରାଣ ମେଣ୍ଟାଉଥିଲା। ହେଲେ କାହ୍ନୁ ବାବୁ ପୁଅ ବିଧୁ କଥା ଶୁଣି ତାର ଆଉ ଜୀଇଁ ରହିବାକୁ ମୁହୂର୍ତ୍ତେ ବି ମନ ହେଲାନି। ସେଥିପାଇଁ ସଞ୍ଚିଥିବା ଦରବ ବିକି ଛୋଟ ସୁଟକେଶରେ ଢାଳଟିଏ ଲୁଗା ଖଣ୍ଡେ ପକେଇ ଦେଇ ସେ ବାହାରି ପଡ଼ିଲା। ଆସିଲା ଆଗ ଦିନ ରାତିରେ ଗଣେଶ ତାକୁ କୁନ୍ଥେଇ କୁନ୍ଥେଇ କହିଲା, ମନ ହେଉଛି ଟିକେ ଗୁଣ୍ଡିଚା ଜାତ ଦେଖି ଯାଆନ୍ତେ। ପୁରୀ ଯାଇ କଟକ ଯାଇ ହବଟିଲୋ। ନୁଖୁରୀ କହିଲା, ହବନି କାହିଁକି? ଭିଡ଼ ଥିବ, ତମ ଦେହ ଦୂରବଳିଆ, ସେଇଥିପାଇଁ କହୁଛି। ଆଲୋ ସେ କଥା ପଚାରୁନି। ପଇସା କୁଳେଇବଟି? ନହେଲେ ଆମ ଶୋଇଲା ଖଟଟା 70 ଘରେ ଦେଇ ଟଙ୍କା 20ଟା ନେଇଆ। ଆଇଲେ ମୁକୁଳେଇବା। ନୁଖୁରୀ କିଛି ନ କହି ମାଛି ଅନ୍ଧାରରେ ଆଖିରୁ ଝରି ଆସୁଥିବା ଲୁହକୁ ଚାପି ଦେଇ କହିଲା, ତମେ ଯଦି ଇଚ୍ଛା କରୁଛ ଯିବା। ଠାକୁର ଚାହିଁଲେ ସବୁ ହେବ, ନହେଲେ ନାଇଁ। ଗଣେଶ କ'ଣ ଭାବିଲା କେଜାଣି ଖୁବ୍ କଅଁଳ କଣ୍ଠରେ ଡାକିଲା ନୁଖୁରୀକୁ ପାଖକୁ। ନୁଖୁରୀ ଗଲା କ୍ଷଣି ତା ହାତକୁ ଧରି କହିଲା, ମୋତେ ଆଉ ଆଶା ଦିଶୁନି। ମୋର ଯଦି କ'ଣ ହୁଏ ତୁ ଏଠି ଏକା ଚଳିପାରିବୁନି, ବାପ ଘରକୁ ଚାଲିଯିବୁ। ନୁଖୁରୀ ବିରକ୍ତରେ କହିଲା, ଏଇଥିପାଇଁ ଡାକିଥିଲ? ମୁଁ ସେମିତି ଆଗପଛ ଭାବେ ନାହିଁ। କିଏ ଜାଣେ, ଠାକୁର ଚାହିଁଲେ ଏ ଦୁଃଖ ବି ରହିବ ନାହିଁ। ଖୁବ୍ ଆବେଗରେ ଗଣେଶ କହିଲା, ହେ ନଖି, ମୁଁ ତ ଠାକୁର ପୂଜା କରେନି, କୋଉ ମନ୍ଦିରକୁ ବି ଯାଏନି। ଏଇ ଆମ ଗାଁ ରାଧାମାଧବ ମନ୍ଦିରରେ ମେଳା ମଉଛବ ହେଲେ ବେଳେ ଅଧେ ଯାଇଥିବି। ସତ କହନି, ଠାକୁର କ'ଣ ଅଛନ୍ତି? ନୁଖୁରୀ କହିଥିଲା, କି କଥା ପଚାରୁଛ? ଠାକୁର ନାହାନ୍ତି, ଏ ପୃଥିବୀ ଚାଲୁଛି କେମିତି? କ'ଣ ଚାଲୁଛି? ଆମର ଏ ଦୁଃଖ ସେ ଦେଖି ଚୁପ୍ ରହିଛନ୍ତି କେମିତି? ସ୍ଥିର ତରଙ୍ଗ ରାଶିରେ ପକେଇଦେଲା କେଉଁ ବଗୁଲିଆ ପିଲା ଟେକାଟାଏ କି? ଚତୁର୍ଦିଗରେ ଭଉଁରୀ ଖେଳିଗଲା ଅଚାନକ। ନୁଖୁରୀ ମୁଣ୍ଡ ଘୂରିଗଲା ଯେମିତି। ପାଦ ତଳର ଭୂଇଁ ଠକ୍ ଠକ୍ କରି କମ୍ପି ଉଠିଲା। ଝିଙ୍କାରିଟିଏ କେଟଣା ବୋବାଇବା ଆରମ୍ଭ କରିଦେଲା କେଉଁଠି କେଜାଣି। ଠାକୁର ଅଛନ୍ତି ବୋଲି ଏତେ ଦିନ ସେ ଜାଣିଥିଲା। ଏବେ ହଠାତ୍ ସନ୍ଦେହ ପୂରେଇ ଦେଲା ଗଣେଶ ତା ମନରେ। କ'ଣ ଉତ୍ତର ଦେବ ସେ? ଏ କି ସହଜ କଥା ହେଇଛି। ଗଣେଶ ପାଖରୁ ଘରକୁ ଯାଇ ଛାଞ୍ଚୁଣିଟା ଧରି ସେ ଘର ଓଳାଇବା ବାହାନା କରି କହିଲା,
ଅକାଳ କଥାଗୁଡ଼ା ତୁଣ୍ଡରେ ଆଣୁଛ କାହିଁକି? ଆମେ ପୁରୀ ଯିବା, ସେଇଠି ଦେଖିବନି ଯେ ଠାକୁର ଅଛନ୍ତି କି ନାହିଁ। ଗଣେଶ କିଛି ନ କହି ବାଡ଼ିଟା ଧରି ଦାଣ୍ଡ ଆଡ଼କୁ ବାହାରିଗଲା। ଏମିତି ତାର ଚୁପ୍ ହେଇ ଚାଲିଯିବା ଢଙ୍ଗ ଭଲ ନ ଲାଗିଲେ ବି ନୁଖୁରୀ ଚୁପ୍ ରହିଲା। କଥାକୁ କଥା ପଡ଼ିଲେ ସେ କିଛି କହିପାରିବନି। ସେଇ ଜିଦ୍ରେ ସେ ପୁରୀ ଆସିଗଲା। ଗଣେଶର ହାଡ଼ୁଆ ହାତଟା ଧରି ଗୋଟିଏ ଦୋକାନ ପିଣ୍ଡାରେ ସେ ଉଠେଇ ଦେଲା ତାକୁ। ଠାକୁର ରଥରେ ବିଜେ ହେବେ। ବଡ଼ ଠାକୁର ସଂସାର ଯାକର ପତିତ ପାବନ ପତାକା ଧରି ଛିଡ଼ା ହେବେ ସମସ୍ତିଙ୍କ ପାଇଁ। ବଡ଼ ଦାଣ୍ଡରେ ତିଳ ପକାଇବାକୁ ଜାଗା ନାହିଁ। ଠାକୁର ନାହାନ୍ତି ଯଦି ଏତେ ଲୋକ ଧାଇଁ ଆସୁଛନ୍ତି କାହିଁକି? ସେ ସିନା ମୂରୁଖଟା, ହେଲେ ପଢ଼ୁଆ ସହରିଆ ଲୋକ ତ ମେଳି ବାନ୍ଧିଛନ୍ତି ଏଠି। ଗଣେଶ ହାତକୁ ଜାବୁଡ଼ି ଧରି ସେ କହିଦେବାକୁ ଚାହୁଁଥିଲା, ହେ ଦେଖ ମ, ଠାକୁର ଅଛନ୍ତି, ନହେଲେ ପୃଥ୍ୱୀ ଚାଲୁଛି କେମିତି? ତମେ ନିଶ୍ଚୟ ଭଲ ହେଇଯିବ। ପୁଣି ଆମେ ଗାଁକୁ ଫେରିଯିବା। ମାତ୍ର ପାରିଲା ନାହିଁ। ଛି, ଗଣେଶ ଭାବିବ ସେ ଓଲଟା ଜବାବ ଦେଉଛି, ବଳେ ସେ କହିବନି କି? ହଠାତ୍ ଗଣେଶ ମୁହଁକୁ ଚାହିଁ ନୁଖୁରୀ ବୋକା ହୋଇଗଲା। ଏ କ'ଣ? ସେ କାନ୍ଦୁଛି କାହିଁକି? ଆଖିରୁ ଲୁହ ଧାର ଧାର ବୋହି ଯାଉଛି। ହାତ ଗୋଡ଼ ସବୁ ଥରୁଛି, ବାତ ମାରିଲା ପରି ଲାଗୁଛି। ପେଟ ଆଉ ବେଶୀ ମୋଡ଼ି ହେଉଛି କି? ରାତି ଥାଉ ଉଠି ଭାତ ଦିଟା ରାନ୍ଧି ପଖାଳ କରି ତାକୁ ଖୁଆଇ ଆଣିଥିଲା ସେ। ଖାଲି ପେଟରେ କ'ଣ ହେବ କିଏ ଜାଣେ? ସେ ଗଣେଶର ହାତ ଧରି କହିଲା, ତମ ଦିହ କ'ଣ ହେଉଛି କି? ତମେ କାନ୍ଦୁଛ କାହିଁକି? ଗଣେଶ କହିଲା, ନାଇଁ, ମୋତେ କିଛି ଦେଖାଯାଉନି। ଘରକୁ ମଣିଷକୁ ଚାହିଁ ମୋ ମୁଣ୍ଡ ଝାଇଁ ମାରୁଛି। ମୁଁ ଆଉ ଠିଆ ହେଇପାରିବିନି। ତୁ ମୋତେ ନେଇ ଟିକେ ଛାଇ ଦେଖି କେଉଁଠି ଶୁଆଇ ଦେ। ତୋ ଠାକୁରଙ୍କୁ ମୋର ଆଉ ଦେଖିବାକୁ ଆଶା ନାହିଁ। ନୁଖୁରୀ କ'ଣ କରିବ କିଛି ବୁଝିପାରିଲା ନାହିଁ। ଗଣେଶକୁ ଠାକୁର ଦେଖାଇବ ବୋଲି 4 ଟଙ୍କା ଦେଇ ଟିକେଟ କାଟି ପିଣ୍ଡାରେ ବସାଇଲା। ଏବେ କାନ୍ଦୁଛି। କ'ଣ ନା ପଳେଇବି, ଠାକୁର ଦେଖିବିନି। ତେବେ ଏତେ ବାଟ ମିଛକୁ ଆସିଲା ସେ? ପେଟକୁ ଚାପି ଧରି ଗଣେଶ ତଳକୁ ଆସିଲା। କୋଉଠି ତ ତିଳଟିଏ ପକାଇବାକୁ ଜାଗା ନାହିଁ। ନୁଖୁରୀ କ'ଣ କରିବ? ଦୋକାନ ପଛପଟକୁ ଘୁରି ଯାଇ ଟିକିଏ ଛାଇ ଦେଖି ସେ ଗାମୁଛା ଖଣ୍ଡେ ବିଛେଇ ଦେଲା। ଗଣେଶ ତେଲୁଣି ପୋକଟିଏ ପରି ମୋଡ଼ି ମାଡ଼ି ହୋଇ ପଡ଼ିଗଲା ତା ଉପରେ। ମୁହଁରେ ତାର କଷ୍ଟର ଚିହ୍ନ। ଦେହରୁ ପାଣି ପରି ଝାଳ ନିଗୁଡ଼ୁଛି। ନୁଖୁରୀ ତା ପିନ୍ଧା ଶାଢ଼ୀ କାନିରେ ମୁହଁଟା ପୋଛି ପକାଇଲା। ଏଠି ଯଦି ଗଣେଶର ଦେହ ବେଶୀ ହୁଏ, ତେବେ ନୁଖୁରୀ କରିବ କ'ଣ? ଠାକୁର ତାକୁ ଶେଷକୁ ଏତେ ଦଶା ଦେବେ ବୋଲି ସେ ଜାଣିନଥିଲା। ଏହି ସମୟରେ ଶଙ୍ଖ ହୁଳହୁଳି ଘଣ୍ଟା ଧ୍ୱନି ଶୁଭିଲା। ହେଇଲୋ, ଠାକୁରେ ପହଣ୍ଡି ବିଜେ ହେଲା ବୋଲି ଚାରିଆଡ଼େ ହୁରି ପଡ଼ିଗଲା। ଲୋକେ ଧାଉଁଛନ୍ତି ଏଣେ ତେଣେ। ଠାକୁରଙ୍କୁ ପଛ କରି ନୁଖୁରୀ ବସିଛି ଯେ ବସିଛି। ଗଣେଶ ଥକ୍କା ହୋଇ ଆସି ଆଖି ବୁଜି ଦେଇଛି। ସତେ ଯେପରି ତାର କୌଣସି କଥାକୁ ପରବାଏ ନାହିଁ। ଠାକୁର ତ ନୁଖୁରୀର, ତା ପାଇଁ ମୁଣ୍ଡ ବଥେଇ ବସିଏ। ଗଣେଶ କାହିଁକି ଚିନ୍ତା କରିବ? ଏତିକି ବେଳେ ଆଉ ଥରେ ଘୋ ଘୋ ଶବ୍ଦ ଶୁଭିଲା। ନୁଖୁରୀ ଧାଇଁଗଲା ଉଚ୍ଛନ୍ନ ହୋଇ ସାମ୍ନା ଆଡ଼କୁ। ବଳଦେବ ଠାକୁରଙ୍କ ରଥ, ତା ପଛକୁ ସୁଭଦ୍ରାଙ୍କର, ଆଉ ଅଳ୍ପ ଦୂର ଛାଡ଼ି ଆସୁଥିବ ବଡ଼ ଠାକୁରଙ୍କ ରଥ। ରଥ ଚାଲିଗଲା। ଗଣେଶ ଶୋଇଛି। ଶୋଉ। ଜଗନ୍ନାଥଙ୍କ ରଥ ଆସିଲା ବେଳକୁ ସେ ନିଶ୍ଚୟ ତାକୁ ଟେକି ନେଇ ରଥ ଦଉଡ଼ି ଛୁଆଇବ। ଜନ୍ମ ମରଣ ଦୁଃଖ ଯନ୍ତ୍ରଣା ଲାଗି ରହିଛି ବୋଲି କ'ଣ ଦିଅଁ ଦେବତାକୁ ମାନିବାନି? ଫେରି ଆସି ନୁଖୁରୀ ଚମକି ପଡ଼ିଲା। ଯେଉଁ ଟିଣ ସୁଟକେସଟି ସେ ଥୋଇ ଦେଇ ଗଣେଶ ଗୋଡ଼ ତଳେ ଯାଇଥିଲା, ସେଇଟି ନାହିଁ। ଏ ମା ଲୋ! ନୁଖୁରୀର ଦେହ ଭିତରେ ଯେମିତି ଗୋଟିଏ ନିଆଁ ପଶିଗଲା। ଲୁଗା ଦିଖଣ୍ଡ ନୋଟାଟାଏ, ଗଣେଶର ଗାମୁଛା ଆଉ ପିନ୍ଧା ଲୁଗା ଖଣ୍ଡେ ଥିଲା। 10ଟି ଟଙ୍କା ବି ଥିଲା। କାହିଁ ଗଲା ସୁଟକେସଟା? କିଏ ନେଇଗଲା କି? ଗଣେଶ କିନ୍ତୁ ସେମିତି ଶୋଇଛି। ସାରା ପୃଥିବୀର କୋଳାହଳ ତା କାନରେ ତ ଟିକେ ବାଜୁନାହିଁ। ସୁଟକେଶ ଯିବା କଥା ସେ ଜାଣିବ କାହୁଁ? ପେଟ ଭିତରଟା ମନ୍ଥି ହୋଇଯାଇଛି। ଭାଜି କରି ଚୁଡ଼ା ମୁଠିଏ ସେ ପୁଟୁଳା କରି ସେଥିରେ ରଖିଥିଲା। ଟଙ୍କା 150 ସେଥିରେ ରଖିବ ବୋଲି ଭାବିଥିଲା। ହେଲେ ଶେଷକୁ କ'ଣ ଭାବି ତାକୁ 7 ପରସ୍ତ କରି କନାରେ ବାନ୍ଧି ଅଣ୍ଟାରେ ଖୋସଣୀ ଭିତରେ ରଖିଦେଇଥିଲା। ଠାକୁର ସେତେବେଳେ ତାକୁ ସଦ୍ବୁଦ୍ଧି ଦେଲେ, ନହେଲେ ସେ ବି ଯାଇଥାନ୍ତା ପୁରାପୁରି। କାହାକୁ ଏ ଦୁଃଖ କହିବ ସେ? ଗଣେଶ ଆଗରୁ କେତେ ଭଲ ଥିଲା। ରୋଗ ହେଲା ଦିନୁ କେମିତି ଚିଡ଼ିଚିଡ଼ା ହୋଇ ମନକୁ ବାଧିଲା ପରି କଥା କହୁଛି। ସତେ ଯେମିତି ନୁଖୁରୀର ସବୁ ଦୋଷ। ଗଣେଶ ଏଥର ଆଖି ମେଲି ଚାହିଁଲା। ନୁଖୁରୀ କାନ୍ଦ କାନ୍ଦ ହୋଇ ସମସ୍ତ ଘଟଣା କହିଲାରୁ ଗଣେଶ ବିରକ୍ତିଆ କଣ୍ଠରେ କହିଲା, ତୋର ସେମିତି ବୁଦ୍ଧି। ଠାକୁର ଠାକୁର ହୋଇ ମରିଯାଉଛୁ। ହେଲେ ଠାକୁର କ'ଣ କଲେ? ଯାଉନୁ ପଚାରିବୁ। ସେ ପରା ଏଇଠି ଅଛନ୍ତି। ମୋତେ କାହିଁକି କହୁଛୁ?
ନୁଖୁରୀ କାହାକୁ କହିବ କ'ଣ, ଚୁପ୍ ହୋଇ ରହିଗଲା। ତା କର୍ମକୁ ସ୍ୱାମୀ ଯେମିତି ଠାକୁର ବି ସେମିତି। କିଏ ଭଲ ଯେ କା ପାଖରେ ଗୁହାରି କରିବ। ହଉ, ତା କର୍ତ୍ତବ୍ୟ ସେ କରିବ, ତେଣିକି ଭାଗ୍ୟରେ ଯାହା ଥିବ। ଏତିକି ବେଳେ ଚହଳ ପଡ଼ିଗଲା। ଜଗନ୍ନାଥଙ୍କ ରଥ ଆସୁଛି। ଗଣେଶ ପଦେ କଥା କହି ଆଖି ବୁଜିଲାଣି, ଯେମିତି ସେ ଠାକୁରଙ୍କ ବିଷୟରେ କିଛି ଶୁଣିବ ନାହିଁ। ନ ଶୁଣୁ, ତା ବୋଲି ଏତେ ବାଟ ଆସି ଦର୍ଶନ କରିବ ନାହିଁ। ଏତେ ପାପ କାମ ସେ କରିପାରିବ ନାହିଁ। ଆଖି ପିଛୁଳାକେ ସେ ଧାଇଁ ଆସି ଜନସମୁଦ୍ରରେ ମିଶିଗଲା। ଖାଲି ଲୋକ ଆଉ ଲୋକ, ପାଟିତୁଣ୍ଡ, ଘୋ ଘୋ ଶବ୍ଦ। ଜଗନ୍ନାଥ ରଥ ଉପରେ ବସିଛନ୍ତି। ପଣ୍ଡା ପଢ଼ିଆରି ଘେରି ଯାଇଛନ୍ତି ଯେ ଉପର ଚୂଳଟା ଛଡ଼ା କିଛି ଦିଶୁନି। କଣେଇ କରି ଚାହିଁଲେ ଦିଶୁଛି ଗୋଟାଏ ପଟର ଢିମା ଆଖିଟା। ହାତ ଟେକି ନୁଖୁରୀ ଦଣ୍ଡବତ କଲା। ଭୂଇଁରେ ମୁଣ୍ଡ ଥାପିବାକୁ ଥାନ ବକଟେ ନାହିଁ। ଲୋକଗୁଡ଼ା ଖାଲି ଆଗ ପଛରୁ କହୁଣି ମାରି ନୟାନ୍ତ କରି ପକାଉଛନ୍ତି। ଆଉ ପଞ୍ଝାଏ ଟୋକା ହେଁ ହେଁ ହୋଇ ହସି ଗଡ଼ି ଯାଉଛନ୍ତି। ଅଣ୍ଟାରେ ହାତ ଦେଇ ଟଙ୍କା ଅଛି କି ନାହିଁ ପରଖି ନେଲା ନୁଖୁରୀ। ଅଛି ଅଛି। ଏଥର କାଳିଆ ତାକୁ ହରକତ କଲେ ସେ ମୁଣ୍ଡ ପିଟି ଏଇଠି ମରିବ। ରଥ ଚାଲିଗଲା ଆଗକୁ। ଧୂଳିରୁ ମେଞ୍ଚାଏ ନେଇ ସେ ଗଣେଶ ମୁଣ୍ଡରେ ମାରିଦେଲା କ୍ଷଣି ଚମକି ପଡ଼ି ଗଣେଶ କହିଲା, କ'ଣ ଠାକୁର ଦେଖିଲୁ? ଅଛନ୍ତି ସେ? ପୁଣି ସେଇ କଥା। ଛି ଛି, ଗଣେଶକୁ ଠାକୁର ଭଲ ଚିନ୍ତା ଦିଅ। ଗଣେଶ ଉଠି ବସି କହିଲା, ଚାଲ ଏଥର ଯିବା କଟକ। ଆଉ ବଞ୍ଚିବାର ଆଶା ଦେଖୁନେଲୋ ନଖି। ଯଦି କ'ଣ ଟିକେ ଆଣେ ତୁଣ୍ଡରେ ଦେବ। ସକାଳୁ କିଛି ଖାଇନ। ସୁଟକେଶରେ ଚୁଡ଼ା ଥିଲା, ସେ ତ ଗଲା। କୁନ୍ଥେଇ ଗଣେଶ କହିଲା, ତୁ ଯାଇ କ'ଣ ଖାଇବା? ମୋର କିଛି ଖାଇବାକୁ ଇଚ୍ଛା ନାହିଁ। ମୋତେ ସବୁ ଅନ୍ଧାରୁଆ ଦିଶୁଛି। ଚାଲ, ମୁଁ ଏଇଠି ମରିବାକୁ ଚାହେଁନା। ମରିବି ହାସ୍ପାତାଳରେ ମଣିଷ ହାତରେ, ନହେଲେ ଶୁଖି ଶୁଖି ମୋ ଗାଁ ଘରେ। ଠାକୁରଙ୍କ ଜାଗାରେ ମୁଁ ମରିବାକୁ ଇଚ୍ଛା କରୁନି। ମୋର ଦୁଃଖ ସେ ନେଇପାରିବେନି। ଅକାରଣ ଟଙ୍କା ନଷ୍ଟ ହେଲା। ଉଠିଲୁ। ଗଣେଶ ଛିଡ଼ା ହୋଇ ପଡ଼ିଲା। ନୁଖୁରୀ ଜାଣେ ଦେହକୁ କଷ୍ଟ ହେଉଥିବାରୁ ଏମିତି କ'ଣ ଖରଖର କଥା ଠାକୁରଙ୍କ ବିରୁଦ୍ଧରେ କହୁଛି ସେ। ନହେଲେ କାହାକୁ ତ ପଦେ କଟୁ କଥା କହିବା କେବେ ହେଲେ ସେ ଶୁଣିନି। ଭାଗ୍ୟରେ ଅଛି ଯେତେବେଳେ ସେ ଶୁଣିବ। କପାଳ ଲିଖନ କେ କରିବ ଆନ। ନୁଖୁରୀ ଗଣେଶକୁ କୌଣସି ମତେ ନେଇ ବସ୍ରେ ଉଠିଲା। ସେମିତି ଲୋକ ଗୋଟିଏ ପରେ ଗୋଟିଏ ନଦୀ ହୋଇଛନ୍ତି। ନିଶ୍ୱାସ ନେବାକୁ ବି ଜାଗା ନାହିଁ। ଭୋକରେ ପେଟ ଚକଟି ହେଉଛି। କିଛି ତ ଖାଇଲାନି ଗଣେଶ। ସେ କେମିତି ବା କ'ଣ ଖାଇଥାନ୍ତା? ଏଣେ ସୁଟକେଶ ଲୁଗା ଢାଳ ଗଲା। ପହଞ୍ଚି ଆଗେ ନିଜ ପାଇଁ ଲୁଗା ଖଣ୍ଡେ ଆଉ ଗାମୁଛାଟାଏ ଗଣେଶ ପାଇଁ କିଣିବାକୁ ହେବ। ଠାକୁରେ କି ସତରେ ନାହାନ୍ତି? ନିଜ ଭାବନାରେ ଚମକି ପଡ଼ି ଛେପ ନେଣ୍ଡାଏ ନିଜ ଛାତିରେ ପକାଇଲା ନୁଖୁରୀ। କି ଅପଜସିଆ କଥା ଭାବୁଛି ସେ। ବସ୍ଟା ଚାଲିଛି। କେମିତି ଢୋଳ ଲାଗୁଛି ତାକୁ। ଦିହକୁ ଦିହ ମଣିଷ ଲାଗିଛନ୍ତି। ତଥାପି ଅମାନିଆ ନିଦ ଆଖି ବନ୍ଦ କରି ଦେଉଛି। କେତେବେଳେ କେଜାଣି ମୁହଁ ସଞ୍ଜ ଡେଇଁଗଲାଣି। ଗଣେଶ ତାକୁ ଉଠାଇ ଦେଲା। ଢୋଳେଇ ମୋ ଉପରେ 10 ଥର ପଡ଼ିଲୁଣି। ଉଠୁ, କଟକ ଆସିଲା। କଟକ କାହିଁ କେଉଁ ପିଲାଦିନେ ଥରେ ସେ ଆସିଥିଲା ବାପ ସାଙ୍ଗରେ, କିଛି ମନେ ନାହିଁ। ଗଣେଶର ହାତ ଧରି ସେ ଓହ୍ଲେଇ ଆସିଲା। ଏବେ କ'ଣ କରିବ? ରାତିରେ ତ ବଡ଼ ହାସ୍ପାତାଳକୁ ଯାଇ ହେବନି। ଗଣେଶ କହିଲା, ଚାଲେ ଶୁକୁଟା ଘରକୁ ଯିବା। ରେଳ ଷ୍ଟେସନ ପାଖରେ ତାର ଘର। ହକ ଟଙ୍କା ଦେଇ ରହିବା। ତୁ ଗୋଟାଏ କଥା କର, ତା ପୁଅ ପାଇଁ କଦଳୀ ଡର୍ଜନେ ଆଉ ପାଉଁରୁଟିଟାଏ କିଣି ନେଇଆ। ଚୁପ୍ ହୋଇ 2 ଜଣ ଶୁକୁଟା ବସାରେ ପହଞ୍ଚିଲା କ୍ଷଣି ଶୁକୁଟା ନ ଚିହ୍ନିଲା ପରି କହିଲା, ମୋ ଘରେ ତ ଜାଗା ନାହିଁ। ବଖୁରିଏ ଘର। ତହିଁରେ ଶାଶୁ ଶ୍ୱଶୁର ଆସି 2 ଦିନ ହେଲା ରହିଛନ୍ତି। ତୁ ଅନ୍ୟ ବ୍ୟବସ୍ଥା କର। ନହେଲେ ଏଇ ଆଗରେ ଗୋଟେ ହୋଟେଲ ଅଛି, ସେଠି କହି ପୋଛି ତତେ ମୁଁ ରଖିଦେବି। ଟଙ୍କା 10ଟା ରାତିକୁ ଦେବାକୁ ହେବ। ଅଗତ୍ୟା ନୁଖୁରୀ ଓ ଗଣେଶ ଯାଇ ଶୁକୁଟା ସଙ୍ଗରେ ସେଠି ପହଞ୍ଚିଲେ। ଘର ନାହିଁ। ବାରଣ୍ଡାରେ ଟିକେ ଗଡ଼ିବାକୁ 10ଟା ଟଙ୍କା। ବଲ ବଲ କରି ଗଣେଶ ଶୁକୁଟା ମୁହଁକୁ ଅନେଇଲାରୁ ସେ କହିଲା, ଆରେ ଅନେଇଛୁ କ'ଣ? ମୋର ଚିହ୍ନା ବୋଲି 10 ଟଙ୍କା। ନହେଲେ ପରା 20 ଟଙ୍କା ଦେଇବି ଲୋକ ପାଦ ଥାପିବାକୁ ଜାଗା ପାଉନାହାନ୍ତି। ଏ କଟକ ସହରଟି କ'ଣ ଆମ ଗାଁ ହେଇଛି କି? ଦିଅ, ଏଇଠି ରହିଯା, ଚିକିତ୍ସା କର। ଆଗ ଦେହ, ତାପରେ ଟଙ୍କା। ମୁଁ ଚାଲିଲି। ଗଣେଶ କିଛି କହିଲା ପୂର୍ବରୁ ଶୁକୁଟା ସାଇକେଲଟା ଚଳେଇ ଉଡ଼ିଗଲା ପବନ ବେଗରେ। ନୁଖୁରୀ ନଥ କରି ବସି ପଡ଼ିଲା, ଆଣ୍ଠୁ ଭିତରେ ମୁଣ୍ଡ ରଖି। ଗଣେଶ କିଛି ନ କହି ବିଡ଼ିଟାଏ ଟାଣି ବସିଲା। ନୁଖୁରୀ ସିନା ସପନ ଦେଖୁଛି।
ଆଶା ଅନେକ କରିଛି, କୌଣସି କଥା ବୁଝି ନାହିଁ, ଦେଖି ନାହିଁ ବୋଲି ହାଲିଆ ହେଉଛି। ହେଲେ ଗଣେଶ ମୃତ୍ୟୁ ପାଇଁ ଟିକେଟ କାଟି ସାରି ବ୍ୟସ୍ତ ହେବ କାହିଁକି? ରାତି 2 ଘଡ଼ି ସରିକି ହୋଟେଲରୁ ଗଣ୍ଡେ ଭାତ ଆଣି ଖାଇଦେଇ ଗଡ଼ି ପଡ଼ିଲେ ହାଲିଆ ହୋଇ ସେମାନେ। କେତେବେଳେ ସକାଳ ହେଲା ଏମିତି ଘୋ ଘୋ ସହରଟାରେ ଜାଣିବା ମୁସ୍କିଲ ଥିଲା ସେମାନଙ୍କ ପକ୍ଷରେ। ସବୁଆଡ଼େ ବିଜୁଳିବତୀ। ରାତି ଦିନ ବୁଝି ହେଉନାହିଁ ଆକାଶକୁ ନ ଚାହିଁଲେ। ସକାଳେ ଆଉ ଲୁଗା ଗାମୁଛା କିଣିବ କ'ଣ? ଆଗ ହାସ୍ପାତାଳରୁ ଫେରିଲେ ଯାଇ ଯେଉଁ କଥା, ଆସିଲେ ଗାଧୋଇବ। କାହ୍ନୁବାବୁ ପୁଅ କହିଥିଲା ଲାଇନ ନଦେଲେ ଦିନ ଦିନ ବି ଦେଖା ହେବନି। ସେ ଯେଉଁ ଠିକଣା ଦେଇଥିଲା ସେ କାଗଜଟା କାନିରେ ତନଖି ନେଇ ରିକ୍ସାରେ ଗଣେଶକୁ ନେଇ ବାହାରି ପଡ଼ିଲା ନୁଖୁରୀ। ପଚାରି ପଚାରି କାହ୍ନୁବାବୁ ପୁଅ ଯେଉଁଠି ବସେ ସେଠି ପହଞ୍ଚିଲେ। ଖବର ପଠେଇଲେ ବେହେରା ହାତରେ। ବେହେରା ଯାଇଛି ଯେ ଯାଇଛି। କେତେବେଳେ 2 ଘଣ୍ଟା ପରେ କିଏ ଜଣେ ଆସି ଡାକିଲା ଗଣେଶକୁ। ନୁଖୁରୀ ବାହାରିବାରୁ ମନା କରିଦେଲା ଲୋକଟା। ଗଣେଶ ଅଳ୍ପ ସମୟ ପରେ ଲେଉଟି ଆସିଲା ପେଟକୁ ଚିପି ଧରି। କୁନ୍ଥେଇ କହିଲା, ଏଠି କିଛି ହେବ ନାହିଁ, ଚାଲେ ଗାଁକୁ ପଳେଇବା। ଚମକି ପଡ଼ି ନୁଖୁରୀ କହିଲା, କାହିଁକି? କାହ୍ନୁବାବୁ ପୁଅ ନଥିଲା କି? ସବୁ ମାଗଣାରେ କରିଦେବ ବୋଲି ପରା କହିଥିଲା। ଗଣେଶ କହିଲା, ହଁ ଏଠି ସବୁ ମାଗଣା। ହେଲେ 4 ବୋତଲ ରକତ, ଫଟୋ ଉଠେଇବା ଖର୍ଚ୍ଚ, ଡାକ୍ତରଙ୍କ ହାତ ଗୁଞ୍ଜା 5,000 ଥୋଇଲେ ଯାଇ ଯେଉଁ କଥା। ମାଗଣା ଖାଲି ଖଟିଆ ଲୋ। ମୋ ଘରେ ତ ଖଟିଆଟା ପଡ଼ିଛି, ମୁଁ ଏଠି କାହିଁକି ମରିବି? କାହ୍ନୁବାବୁ ପୁଅ କହିଲା, ସେ ଆମ ପାଇଁ ଅତି କମରେ ଚିହ୍ନା ଲୋକ ବୋଲି କମେଇ ବଡ଼ ଡାକ୍ତରଙ୍କୁ କହିଛି। କୁଆଡ଼େ 10,000 ଗଣି ଏଠି ଲୋକେ ଖଟିଆ ପାଉନାହାନ୍ତି। ନୁଖୁରୀ କାନ୍ଦି ପକେଇ କହିଲା, ବାଡ଼େଇଲେ ବି 10ଟା ଟଙ୍କା ଆଉ କେଉଁଠୁ ହେଲେ ଯୋଗାଡ଼ କରିହେବ ନାହିଁ। ସବୁ ତ ବିକି 150। ଗଣେଶ ବିରକ୍ତ ହୋଇ କହିଲା, ଚୁପ୍ କର ତ ନଖି, ଆଉ ଦଣ୍ଡେ ରହିବାକୁ ଇଚ୍ଛା ହେଉନି, ଯା ରେକେଶା ଡାକେ। ନୁଖୁରୀ କହିଲା, ତମେ ବ୍ୟସ୍ତ ହୁଅ ନା। କାହ୍ନୁବାବୁ ପୁଅ ମୋତେ କହିଥିଲା ସରକାର ସବୁ ମାଗଣା ଚିକିତ୍ସା ଏଇଠି ଦେଉଛନ୍ତି। ଆଗ ଅପେକ୍ଷା କେତେ ସୁବିଧା ଏବେ ହୋଇଗଲାଣି। ଆମେ ମୂର୍ଖ ଲୋକ ବୁଝିପାରୁନେ ବୋଲି ଅସୁବିଧାରେ ପଡ଼ି ମରୁଛୁ। ତାଙ୍କ ଘର ରେଡ଼ିଓରେ ମୁଁ ବି ସେଇ କଥା ଶୁଣିଛି। ପୁଣି ଇଏ କି କଥା ଲୋ ମା, ଖାଲି ମିଛ କଥା ଗୁଡ଼ାକ କହି ରଡ଼ି କରୁଛନ୍ତି। ଗଣେଶ ଆହୁରି ରାଗିଯାଇ କହିଲା, ଯା ଯା, ତୋ ଠାକୁରଙ୍କୁ ସେଗୁଡ଼ା ଶୁଣେଇବୁ, ମୋତେ ଶୁଣାନି, ମୋ ବ୍ରହ୍ମ ଜଳୁଛି। ହଁ ହେଇ ଠାକୁର ତ ସବୁ ନାଟ କରୁଛି। ଏଇ କ୍ଷୀଣା କ'ଣ ଆଉ ଘଡ଼ିକି ବଦଳି ଯାଉଛି? ମୋ ଭାଗ୍ୟ। ହେଲେ କାହ୍ନୁବାବୁ ପୁଅକୁ ମୁଁ ଟିକେ ଦେଖା କରି ଆସେ। ଖେଙ୍କାରି ହେଇ ଗଣେଶ କହିଲା, ତୁ କାହ୍ନୁବାବୁ ପୁଅ ପାଖକୁ ଯା, ମୁଁ ଚାଲିଲି। ମୁଁ ମଣିଷ ହାତରେ ମାଗଣା ଖଟିଆରେ ମରିବାକୁ ଚାହୁଁନି। ହକ ରକତ ଦେଇ ପଇସା କମେଇ ଖଟିଆ କରିଛି ମୋ ଘରେ, ସେଇଥିରେ ମୁଁ ମରିବି। ତୋର ଠାକୁର ଆଉ ମଣିଷ 2 ଜଣଙ୍କୁ ମୋର କୋଟି ନମସ୍କାର। ମୁଁ ଚାଲିଲି। ସତକୁ ସତ ଗଣେଶ ଡଗଡଗ ହୋଇ ଡହ ଡହ ଖରାରେ ଚାଲିଗଲା। ମାତ୍ର 2 ହାତ ଯାଇଛି କି ନାହିଁ, ନୁଖୁରୀ ମୁହଁରେ ଲୁଗା ଚାପି କଇଁ କଇଁ ହୋଇ ଦୌଡ଼ି ଆସି ତାର ହାତ ଧରି ପକେଇ କହିଲା, ତମେ ଠିକ୍ କହିଥିଲ। ଠାକୁରଙ୍କର ଠାକୁର ପଣିଆ ନାହିଁ କି ମଣିଷଙ୍କର ମଣିଷ ପଣିଆ ନାହିଁ। କେତେ ଆଶା ମୋର ମାଟିରେ ମିଶିଗଲା। ମୋ ଉପରେ ରାଗ ନାହିଁ, ମୁଁ ଭଲ ମନ୍ଦ ଏତେ ବୁଝି ନାହିଁ। ଥରିଲା ହାତରେ ଗଣେଶ ନୁଖୁରୀର ଲୁହ ପୋଛି ଦେଉ ଦେଉ କହିଲା, ତୁ ଏକା ନୁହୁଁ ଲୋ, ମୁଁ ବି ବୁଝି ନାହିଁ। ଆମ ଗାଁର ବା କିଏ ବୁଝିଛି ଏତେ କଥା? ସମସ୍ତେ ଗୋଟେ କଥା କହିବେ, ଆଉ କଲାବେଳକୁ ଭିତରେ ଭିତରେ ଅନ୍ୟ କାମଟେ କରିବେ। ତୋର ମୋର ଦୋଷ କେଉଁଠି ଯେ ରଗାରଗି ହେବା? ବଡ଼ ଲୋକଙ୍କ କଥାରେ ପୃଥ୍ୱୀ ଚାଲିଛି। ବଡ଼ ଠାକୁର ବି ତାଙ୍କରି ଦଳିଆ, କେହି କାହାକୁ କମ୍ ନୁହନ୍ତି। ଅସଲ 2ଟା ଯାକ ପାଜି। ହେଲେ ମୁଁ କହିଦେଉଛି, ଆମ ନିଶ୍ୱାସରେ ସମସ୍ତେ ଜଳିଯିବେ, ପାଉଁଶ ହେଇଯିବେ। ସବୁରି ବଡ଼ ଲୋକ ପଣିଆ ମାଟିରେ ମିଶିଯିବ। ଦେଖିଲୁ ନାହିଁ, ବଡ଼ ଦାଣ୍ଡରେ ଡଗଡଗ କରି ରଥ 3ଟାରେ ଠାକୁରେ ଚାଲିଗଲେ, ଲୋକଙ୍କ ମୁହଁକୁ ଦଣ୍ଡେ ଅନେଇ ମଠ କଲେ ନାହିଁ। ତାଙ୍କର ପରା ମୋହ ତୁଟିଗଲାଣି ସବୁରି ଉପରୁ। ନିଜେ 12 ହାତ ଖଣ୍ଡା ଧରି ସେଇ ବାହାରି ପଡ଼ିବେ। ସବୁ ମ୍ଲେଚ୍ଛ ଏକା ଥରେକେ ଯିବେ, ବୁଝିଲୁ? ନୁଖୁରୀ ଲୁଗା କାନିଟା ଅଣ୍ଟାରେ ବାନ୍ଧି ଦେଇ ଗଣେଶର ହାତ ଧରି ଆସ୍ତେ ଆସ୍ତେ ଚାଲୁଥିଲା। ଆଉ ନୀରବରେ ଠାକୁରଙ୍କୁ ମୁଣ୍ଡିଆ ମାରି କହୁଥିଲା, ହଁ ଠାକୁର, ତମେ ରତନ ଗାଦିରୁ ନ ଓହ୍ଲାଇଲେ, ଧୂଳିରେ ପାଦ ନଦେଲେ ଏ ପୃଥ୍ୱୀ ଖଣ୍ଡ ଖଣ୍ଡ ହୋଇ ଫାଟିଯିବ। ସମସ୍ତେ ମରିଯିବେ, କେହି ଆଉ ରହିବେନି। ମଣିଷ ଆଉ ମଣିଷକୁ ଚଳେଇ ପାରିବନି। ଶ୍ରୋତାବନ୍ଧୁ, ଗଳ୍ପଟି ଆପଣମାନଙ୍କୁ କେମିତି ଲାଗିଲା ମତାମତ ଦ୍ୱାରା ଜଣାନ୍ତୁ। ରହୁଛି, ନମସ୍କାର।